ନିମ୍ କରୋଲି ବାବା ଏକ ସଂସାରିକ ବ୍ୟକ୍ତି ହେବା ସହିତ ଏକ ଅଦ୍ଭୁତ ଚମତ୍କାରୀ ସନ୍ଥ ଥିଲେ। ବାବାଙ୍କର ଜନ୍ମ 1900 ମସିହା ପାଖାପାଖି ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ଆକବରପୁରରେ ହୋଇଥିଲା। ବାବାଙ୍କର ମୂଳ ନାମ ହେଉଛି ଲକ୍ଷ୍ମୀ ନାରାୟଣ ଶର୍ମା। ତାଙ୍କର ପିତା ପଣ୍ଡିତ ଦୁର୍ଗାପ୍ରସାଦ ଶର୍ମା ଏକ ବହୁତ ବଡ଼ ଜମିଦାର ଥିଲେ। ବାବାଙ୍କୁ ତାଙ୍କ ଛୋଟ ବୟସରୁ ହିଁ ଅଲୌକିକ ଜ୍ଞାନ ପ୍ରାପ୍ତ ହୋଇଥିଲା। ବାବାଙ୍କୁ ଲୋକମାନେ ହନୁମାନଜୀଙ୍କର ବଡ଼ ଭକ୍ତ ବୋଲି ମାନୁଥିଲେ। କେହି କେହି ମଧ୍ୟ ତାଙ୍କୁ ହନୁମାନଙ୍କର ଅବତାର ବୋଲି ଭାବୁଥିଲେ। ବାବାଙ୍କର ବିବାହ 11 ବର୍ଷ ବୟସରେ ହୋଇଥିଲା। ତାଙ୍କର ପତ୍ନୀଙ୍କ ନାମ ରାମବେଟି ଥିଲା। ସେ ଏକ ସାଂସାରିକ ବ୍ୟକ୍ତି ଭାବରେ ନିଜ ଜୀବନ ଅତିବାହିତ କରିବା ସହିତ ନିଜର ରୁଚି ସମାଜସେବା ଓ ଆଧ୍ୟାତ୍ମରେ ଲିପ୍ତ ରହୁଥିଲେ। ତାଙ୍କର 2ଟି ପୁତ୍ର ଓ ଗୋଟିଏ କନ୍ୟା ଥିଲେ। ବାବା 50 ବର୍ଷ ପର୍ଯ୍ୟନ୍ତ ସାଂସାରିକ ଜୀବନ ଅତିବାହିତ କରିବା ପରେ ସେ ଆଧ୍ୟାତ୍ମିକ ସାଧନରେ ବାହାରି ପଡ଼ିଥିଲେ। ସେ ଗୁଜରାଟର ମୋରବୀ ସହରଠାରୁ 35 କିଲୋମିଟର ଦୂର ଏକ ଗାଁରେ ସାଧନାରେ ନିମଗ୍ନ ରହିଲେ। ସେହି ଆଶ୍ରମର ଗୁରୁଜୀଙ୍କର ସାନ୍ନିଧ୍ୟରେ ସେ ବହୁତ ସିଦ୍ଧି ପ୍ରାପ୍ତ କଲେ। ସେହିଠାରେ ତାଙ୍କର ନାମ ଲକ୍ଷ୍ମଣ ଦାସ ରଖାଗଲା। ସେହିଠାରୁ ଆସି ରାଜକୋଟର ବବାନିଆ ଗାଁର ଏକ ପୋଖରୀ ପାଖରେ ହନୁମାନଜୀଙ୍କର ମନ୍ଦିର ସ୍ଥାପନା କରି ତପସ୍ୟା କଲେ। ଏହିଠାରେ ଲୋକମାନେ ବାବାଙ୍କୁ ତଲେୟା ବାବା କରି ସମ୍ବୋଧିତ କରୁଥିଲେ। 1971 ମସିହାରେ ସେ ସନ୍ଥ ରାମବାଇଙ୍କୁ ଆଶ୍ରମ ସମର୍ପିତ କରି ସେଠାରୁ ବାହାରିଗଲେ। ସେ ଗଙ୍ଗାଜୀଙ୍କ ପାଖକୁ ଯିବା ପାଇଁ ସେ ଟୁଣ୍ଡଲାରୁ ଫରୁଖାବାଦ ଯିବା ପାଇଁ ଟ୍ରେନରେ ବସିଲେ। ଯେତେବେଳେ ଟ୍ରେନରେ ଟିକେଟ କଲେକ୍ଟର ବାବାଙ୍କୁ ଟିକେଟ ମାଗିଲେ, ବାବାଙ୍କ ପାଖରେ ଟିକେଟ ନଥିଲା। ତେଣୁ ସେ ତାଙ୍କୁ ଟ୍ରେନରୁ ଓହ୍ଲାଇ ଦେଲେ। କିଛି ନ କହି ବାବାଜୀ ମଧ୍ୟ ସେହିଠାରେ ଓହ୍ଲାଇ ପଡ଼ିଲେ। କିନ୍ତୁ ସେହି ଟ୍ରେନଟି ସେଠାରୁ ଆଉ ହଲିଲା ନାହିଁ। ବହୁତ ସମୟ ହେବା ପରେ ଜଣେ ଯାତ୍ରୀ ଟ୍ରେନର କର୍ମଚାରୀଙ୍କୁ କହିଲେ ଯେ ଆପଣ ଯେଉଁ ସନ୍ଥଙ୍କୁ ଓହ୍ଲାଇ ଦେଇଛନ୍ତି ସେହି ସନ୍ଥଙ୍କୁ ଆପଣ କ୍ଷମା ମାଗନ୍ତୁ। ଟ୍ରେନର କର୍ମଚାରୀମାନେ ସେଠାରୁ ଦୌଡ଼ିଲେ ବାବାଙ୍କ ପାଖକୁ। ସେତେବେଳେ ବାବା ଏକ ନିମ୍ବ ବୃକ୍ଷ ପାଖରେ ବସିଛନ୍ତି। ସେଠାରେ ଟ୍ରେନର କର୍ମଚାରୀମାନେ ବାବାଙ୍କୁ ବିନତି କରିବାରେ ଲାଗିଲେ ଯେ ଆପଣ ପୁଣି ଟ୍ରେନରେ ବସନ୍ତୁ। ବହୁତ ବିନତି କରିବା ପରେ ବାବା ତାଙ୍କର 2ଟି ସର୍ତ୍ତ ରଖିଲେ। ପ୍ରଥମତଃ ସେମାନେ ଯେମିତି କୌଣସି ସାଧୁସନ୍ଥଙ୍କୁ ଅପମାନିତ ନ କରନ୍ତି, ଆଉ ଦ୍ୱିତୀୟତଃ ସେହି ସ୍ଥାନରେ ଏକ ଟ୍ରେନ ଷ୍ଟେସନ ନିର୍ମାଣ କରାଯାଉ। ସେମାନେ ବାବାଜୀଙ୍କ ସର୍ତ୍ତ ସ୍ୱୀକାର କରିବା ପରେ ଟ୍ରେନ ଆଗକୁ ଗଡ଼ି ଚାଲିଲା। ପରେ ଏହି ସ୍ଥାନ ନିମ କରୋଲି ଷ୍ଟେସନ ଭାବରେ ଜଣାଗଲା। ଏହି ଷ୍ଟେସନ ଏବେ ମଧ୍ୟ ଏଠାରେ ଅଛି। ସେଠାରେ ପାଖ ଗାଁର ଲୋକମାନେ ତାଙ୍କ ସହିତ ଯାତ୍ରା କରୁଥିଲେ। ସେମାନେ ବାବାଙ୍କୁ ତାଙ୍କ ଗାଁରେ ରହିବା ପାଇଁ ଅନୁରୋଧ କଲେ। ବାବା ତାଙ୍କର ଅନୁରୋଧ ରକ୍ଷା କରି ସେଠାରେ ଗୁମ୍ଫା ନିର୍ମାଣ କଲେ। ହନୁମାନଜୀଙ୍କ ମନ୍ଦିର ସ୍ଥାପନା କଲେ। ସେହି ଗୁମ୍ଫାରେ ବାବା ବହୁତ ଦିନ ଧରି ଧ୍ୟାନମଗ୍ନ ରହୁଥିଲେ। ସେହିଠାରୁ ବାବାଙ୍କର ନାମ ନିମ କରୋଲି ବାବା ଭାବରେ ଖ୍ୟାତ ହେଲା। ଟ୍ରେନ ଅଟକିଯିବା ଘଟଣା ଧୀରେ ଧୀରେ ଲୋକମୁଖରେ ପ୍ରଚାର ହେବାକୁ ଲାଗିଲା। ଆଉ ଲୋକମାନେ ବାବାଙ୍କୁ ଦେଖା କରିବା ପାଇଁ ସୁଅ ଛୁଟାଇଲେ। 1942ରେ ବାବା ଉତ୍ତରାଖଣ୍ଡର ଉୱାଲି ନିକଟରେ ଗୋଟିଏ ଘାଟି ପାଖରେ ବସିଥିଲେ। ପାହାଡ଼ ଉପରେ ଗୋଟିଏ ବ୍ୟକ୍ତିକୁ ଯାଉଥିବାର ଦେଖି ବାବା ତାଙ୍କର ନାମ ନେଇ ତାଙ୍କୁ ଡାକିଲେ, ପୂର୍ଣ୍ଣ ଏଠାକୁ ଆସ। ମୋତେ ବହୁତ ଭୋକ ଲାଗୁଛି। ଘରୁ କିଛି ଖାଇବା ଆଣିକି ଦିଅ। ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ କହିଲେ, ମୁଁ ତ ଆପଣଙ୍କୁ ଜାଣି ନାହିଁ। ଆପଣ ମୋ ନାଁ ଜାଣିଲେ କେମିତି? ବାବା ତାଙ୍କୁ କହିଲେ, ମୁଁ ତୁମକୁ ବହୁତ ଜନ୍ମ ହେଲା ଜାଣିଛି। ପୂର୍ଣ୍ଣ ଘରକୁ ଦୌଡ଼ି କରି ଗଲେ ଓ ଡାଲି ଆଉ ରୁଟି ନେଇ ବାବାଙ୍କ ପାଖକୁ ଆସିଲେ।
ତାପରେ ପୁରୁଣା ବାବାଜୀଙ୍କୁ ନିର୍ଦ୍ଦେଶ ଅନୁସାରେ ଗ୍ରାମବାସୀଙ୍କୁ ଡାକି ଆଣିଲେ। ତାପରେ ସେମାନେ ନଦୀ ପାର କରି ଏକ ଜଙ୍ଗଲକୁ ଗଲେ। ଆଉ ସେଠାରେ ବାବାଜୀଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ ସମସ୍ତେ ସେହି ଜଙ୍ଗଲ ମଧ୍ୟରେ ଗୋଟିଏ ପଥରକୁ ହଟାଇଲେ। ଆଉ ସେହି ପଥର ପଛରେ ସମସ୍ତେ ଦେଖିଲେ ଗୋଟିଏ ଗୁମ୍ଫା ବିଦ୍ୟମାନ। ବାବାଜୀ ସେମାନଙ୍କୁ କହିଲେ ଯେ ଏହିଠାରେ ଏକ ଯଜ୍ଞକୁଣ୍ଡ ଅଛି। ଗ୍ରାମବାସୀମାନେ ସେହି ଜାଗାକୁ ଖୋଳିବାରେ ଲାଗିଲେ। ସତକୁ ସତ ସେଠାରେ ଏକ ଯଜ୍ଞକୁଣ୍ଡ ବାହାରିଲା। ସବୁ ଗ୍ରାମବାସୀମାନେ ତାହା ଦେଖି ହତଚକିତ ହୋଇଗଲେ। ସେତେବେଳେ ବାବାଜୀ ସ୍ମିତ ହାସ୍ୟ ଦେଇ କହିଲେ, ଏହା କିଛି ଚମତ୍କାର ନୁହେଁ। ଏହି ଜାଗା ହନୁମାନଜୀଙ୍କର। ଏହିଠାରେ ଆଗରୁ ସୋମବାରୀ ବାବା ତପସ୍ୟା କରୁଥିଲେ। ଏହି ଯଜ୍ଞକୁଣ୍ଡ ତାହାଙ୍କର। ତାପରେ ପାଖ ନଦୀରୁ ଜଳ ଆଣି ସେହି ସ୍ଥାନରେ ଶୁଦ୍ଧିକରଣ କରି ସେହିଠାରେ ହନୁମାନଜୀଙ୍କୁ ସ୍ଥାପନା କରାଗଲା। ସେହି ସମୟରେ ବନମନ୍ତ୍ରୀ ଥିଲେ ଚୌଧୁରୀ ଚରଣ ସିଂ। ତାଙ୍କ ତତ୍ତ୍ୱାବଧାନରେ ସେହି ଜାଗାକୁ ସଫା କରାଯାଇ ଉପଯୁକ୍ତ ବନାଇ ଦିଆଗଲା। 1962 ମସିହାରେ କାଞ୍ଚିଧାମର ସ୍ଥାପନା କରାଗଲା। ଏହି କାର୍ଯ୍ୟରେ ବାବାଜୀ ବହୁତ ପ୍ରସନ୍ନ ହୋଇ ତାଙ୍କୁ ଆଶୀର୍ବାଦ କରିଥିଲେ। ଦିନେ ସେ ଭାରତର ପ୍ରଧାନମନ୍ତ୍ରୀ ବନିବେ ବୋଲି କହିଥିଲେ। ଏହି କାଞ୍ଚିଧାମ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ବହୁତ ଖ୍ୟାତି ଲାଭ କରିଛି। ଏଠାକୁ ଷ୍ଟିଭ୍ ଜୋବ୍ସ, ମାର୍କ ଜୁକରବର୍ଗଙ୍କ ଭଳି ବ୍ୟକ୍ତିମାନେ ଆସି ବାବାଙ୍କର ସାନ୍ନିଧ୍ୟ ଲାଭ କରି ପରବର୍ତ୍ତୀ ଜୀବନରେ ବହୁତ ଖ୍ୟାତି ସମ୍ପନ୍ନ ହୋଇଅଛନ୍ତି। ଆଜି ପର୍ଯ୍ୟନ୍ତ ମଧ୍ୟ ବାବାଙ୍କ ଆଶ୍ରମରେ ଦେଶୀ ଓ ବିଦେଶୀ ଭକ୍ତଙ୍କର ଭିଡ଼ ଜମି ରହିଥାଏ। ବାବା ତାଙ୍କ ଜୀବନ କାଳରେ ଏକ ସମ୍ପୂର୍ଣ୍ଣ ଗୃହସ୍ଥ ଭାବରେ ଜୀବନଯାପନ କରି ପରବର୍ତ୍ତୀ କାଳରେ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱ ଅର୍ପଣ କରି ଆଧ୍ୟାତ୍ମ ସାଧନାରେ ବିଲୀନ ହୋଇଯାଇଥିଲେ। 1935ରେ ନିମକରୋଲି ଆଶ୍ରମକୁ ତ୍ୟାଗ କରି ପରବର୍ତ୍ତୀ ଜୀବନରେ ସେ କାଞ୍ଚିଧାମରେ ଅତିବାହିତ କରିଥିଲେ। କାଞ୍ଚିଧାମରେ ବହୁତ ବର୍ଷ ରହିବା ପରେ 9 ସେପ୍ଟେମ୍ବର 1973କୁ ସେ କାଞ୍ଚିଧାମର ଦାୟିତ୍ୱ ତାଙ୍କର ପରମ ଭକ୍ତ ପୂର୍ଣ୍ଣାନନ୍ଦ ତିୱାରୀଙ୍କୁ ସମର୍ପଣ କରି ସେ ସେଠାରୁ ବୃନ୍ଦାବନ ଅଭିମୁଖେ ପ୍ରସ୍ଥାନ କରିଥିଲେ। ରବି ଖନ୍ନା ନାମରେ ଜଣେ ଆଙ୍ଗ୍ଲୋ ଇଣ୍ଡିଆନ ବାବାଙ୍କର ସାଙ୍ଗରେ ବାହାରିଲେ। କାଠଗୋଦାମରୁ ସେମାନେ ଆଗ୍ରା ପର୍ଯ୍ୟନ୍ତ ଟ୍ରେନରେ ଗଲେ। ଆଗ୍ରାଠାରେ ଓହ୍ଲାଇବା ପରେ ସେ ରବି ଖନ୍ନାଙ୍କୁ କହିଲେ ଯେ ସେ ତାଙ୍କ ଦେହତ୍ୟାଗ କରିବା ପାଇଁ ଇଚ୍ଛୁକ ଅଛନ୍ତି। ସେ ପୁଣି କହିଲେ ତାଙ୍କର ଅନ୍ତିମ ସଂସ୍କାର କାଞ୍ଚିଧାମରେ ନ କରି ବୃନ୍ଦାବନରେ କରିବା ପାଇଁ। ଆଉ ପୁଣି କହିଲେ ଯେ ତାଙ୍କ ଅନ୍ତିମ ସମୟରେ ତାଙ୍କୁ ପୂର୍ଣ୍ଣାନନ୍ଦଙ୍କର କାନ୍ଧରେ ଯିବା ପାଇଁ। ସେ ମଧ୍ୟ କହିଲେ ଯେ ପୂର୍ଣ୍ଣାନନ୍ଦ ନ ଆସିବା ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ସଂସ୍କାର ଯେମିତି ନ କରାଯାଏ। 1973 ମସିହା 11 ସେପ୍ଟେମ୍ବର ସକାଳ ପ୍ରାୟ 1:15 ବାବାଜୀଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କର ହୃଦୟଗତି ବନ୍ଦ ହୋଇଯିବାରୁ ସେ ବ୍ରହ୍ମଲୀନ ହେଲେ। ତାଙ୍କର ଆଦେଶ ଅନୁସାରେ ତାଙ୍କର ସମାଧି ବୃନ୍ଦାବନ ଆଶ୍ରମରେ ବନିଲା। ସେଠାରୁ ତାଙ୍କର ଅସ୍ଥି କାଞ୍ଚିଧାମ ଅଣାଗଲା। ସେଠାରେ ଭକ୍ତମାନେ ଦର୍ଶନ କରି କୃପା ପ୍ରାପ୍ତ କରୁଛନ୍ତି। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ୍, କମେଣ୍ଟ, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ।